ମୁଁ ଯୋଉ ଡିପାର୍ଟମେଣ୍ଟରେ ଡ୍ୟୁଟି କରୁଛି ତା ଘରେ ଗଭର୍ଣ୍ଣମେଣ୍ଟ ଜବ୍ ବି ଫେଲ୍ ମାରିଯିବ। ହଁ, କ'ଣ ପାଇଁ ଫେଲ୍ ମାରିବ କହିବି ଯେ ବାସ୍ ସେ ଭିଡ଼ିଓଟାକୁ ଯେମିତି ଆମ ମ୍ୟାନେଜର ସାର୍ ନ ଦେଖନ୍ତି। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ସକାଳୁ ସକାଳୁ ମୋ ଭାଇର ମୋର ଆମ ଗାଁ ନଈକୁ ପାର କରି ପଳେଇ ଆସିଥିଲୁ ଗଗନକୁ ଡାକିବା ପାଇଁ। କାହିଁକି ନା ଆଜିଠୁ ଇଏ ବି ଆମ ସହିତ କମ୍ପ୍ୟୁଟର କ୍ଲାସ୍ ଯିବ, ହେଲେ ଇଏ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରିପାରେସନ୍ ହବ। ହଁ ଭାଇ, ଆମ କୋଚିଂରେ ସବୁ ପ୍ରକାର ଜ୍ଞାନ ଦିଆଯାଏ। କମ୍ପ୍ୟୁଟରର ସବୁ କୋର୍ସ ସହିତ କମ୍ପିଟେଟିଭ୍ କ୍ଲାସ୍ ପାଇଁ ବି ସାର୍ କୋଚିଂ କରନ୍ତି। ଆଉ କ'ଣ, ଆମ ସାରଙ୍କର ପୁରା ଅସୀମ ଭଣ୍ଡାର ଜ୍ଞାନ ଅଛି ବା। ତାପରେ ଆମ 3 ଜଣ ଯାକ ମିଶିକି ବାଟରେ ଯାଉଥିଲୁ ତ ଦେଖିଲୁ ଏଇ ପାତି ମାଙ୍କଡ଼ଟାକୁ। ଯଦି ଏ ମାଙ୍କଡ଼ର କିଏ ରିଲେଟିଭ୍ ଲୋକ ଦେଖୁଥିବେ ତାହେଲେ କମେଣ୍ଟରେ ନିହାତି ଜଣେଇବେ, ଆମେ ନେଇକି ତାକୁ ଆପଣଙ୍କ ଘରେ ଛାଡ଼ି ଦେଇ ଆସିବୁ। ଦେଖ ଭାଇ, ଆମ କମ୍ପ୍ୟୁଟର କ୍ଲାସ୍ର ଲୋକେସନ୍ ପାଣିକୋଇଲି କଲେଜର ଫ୍ରଣ୍ଟ ପିଙ୍କ କଲର ବିଲ୍ଡିଂ। ଯିଏ ବି କ୍ଲାସ୍ କରିବାକୁ ଚାହିଁବ ଏବେ ଆସିକି ଆଡମିସନ୍ କରିପାରିବ। ଆଉ ଆଜି ଆମକୁ ସାର୍ ଟାଲିରେ କେମିତି କମ୍ପାନୀ କ୍ରିଏଟ୍ କରନ୍ତି ସେ ବିଷୟରେ ପଢେଇଲେ। ଭାଇ ମୁଁ ଏବେ ଭାବୁଛି ଯଦି +2 ରେ ଆର୍ଟ୍ସ ବଦଳରେ କମର୍ସ କି ସାଇନ୍ସ ନେଇଥାନ୍ତି ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା, କାରଣ ଏସବୁ ପାଠ ମୋ ମୁଣ୍ଡରେ କିଛି ବି ପଶୁନି। ହେଲେ ମୁଁ ସିଓର ଅଛି ଟାଲି କୋର୍ସ ସରିବା ପରେ ମୁଁ ସବୁ କିଛି କ୍ଲିୟର ହେଇଯାଇଥିବି। ଆଉ ତାପରେ ଆମର କ୍ଲାସ୍ ସରିନଥିଲା, ହେଲେ ଆମର ଜଣେ ଡ୍ୟୁଟି ପିଲାର କ'ଣ ଟିକେ ଏମର୍ଜେନ୍ସି ପଡ଼ିଲା ବୋଲି ମୁଁ ସେଠୁ ଜଲ୍ଦି ପଳେଇ ଆସିଲି ଡ୍ୟୁଟିକୁ ତାକୁ ଛାଡ଼ିବା ପାଇଁ। ମୁଁ ତା ସାର୍ଟଟାକୁ ପିନ୍ଧେଇକି ଆଉ ମୋ ଆଣ୍ଠୁ ଯାଏଁ ପଡ଼ିଥିବା ଏଇ ପ୍ୟାଣ୍ଟଟାକୁ ପିନ୍ଧେଇକି ଡ୍ୟୁଟି କଲି। ଆମ ଡିପାର୍ଟମେଣ୍ଟର ପର୍ସନାଲ ୟୁନିଫର୍ମ ଅଛି, ଆଉ ଆମର କମ୍ପଲସରି ୟୁନିଫର୍ମ ପିନ୍ଧିକି ଡ୍ୟୁଟି କରିବାକୁ ପଡ଼ିବ। ହେଲେ ମୁଁ ଏବେ ଯୋଉ ଆଣ୍ଠୁ ଟେକା ପ୍ୟାଣ୍ଟଟା ପିନ୍ଧିକି ଆସିଛି, ଯଦି ଆମ ମ୍ୟାନେଜର ସାର୍ ଦେଖିବେ ହୁଏତ ଟିକେ ଗାଳି ଖାଇପାରେ। ହେଲେ ମୁଁ ତ ଏମର୍ଜେନ୍ସି କେସରେ ଡ୍ୟୁଟି କରିବାକୁ ଆସିଛି ନା, ମତେ କିଛି କହିବେନି। ହେଲେ ମତେ ବିନା ୟୁନିଫର୍ମ ଡ୍ୟୁଟି କରିବାକୁ ଟିକେ ଅନକମ୍ଫର୍ଟେବୁଲ ଲାଗେ। ହେଲେ ବି ଯାହା ହଉ ମୁଁ ଆଜି ଭଲରେ ଡ୍ୟୁଟି କରିଦେଇକି ଘରକୁ ପଳେଇ ଆସିଲି। ଦେଖିଲ, ଆଉ ଯୋଉ କମ୍ପାନୀ ହେଇଥିଲେ ବିନା ୟୁନିଫର୍ମରେ ଏଣ୍ଟ୍ରି ବି କରିନଥାନ୍ତେ। ହେଲେ ଆମ କମ୍ପାନୀରେ ଆମର ଏମର୍ଜେନ୍ସି କେସ୍ ପଡ଼ିଲେ ଏମିତି ୟୁନିଫର୍ମ ପିନ୍ଧିକି ଡ୍ୟୁଟି କଲେ ବି କିଛି କୁହନ୍ତିନି।